ଖରା ଦିନର ଗୁଳୁଗୁଳିରେ ଘରେ ଜମା ରହି ହେଉନଥାଏ। ପବନ ବି ନାହିଁ। ଗଛପତ୍ର ସେମିତି ଜଡ଼ ପାଲଟି ଯାଇଥାନ୍ତି। ସେମାନଙ୍କର ବି ଉ ନାହିଁ କି ଚୁ ନାହିଁ। ସେ ସମୟର କଥା। ଆରଗାଁ ମଲପାଟଣାରେ ପାରାଦୀପରୁ ଭଲ ଯାତ୍ରାପାର୍ଟିଟେ ଆସିଥାନ୍ତି। କୁଆଡ଼େ 3 ରାତି ଧରି ହବ। ବାପା କୋଉଠୁ ଶୁଣି ଆସି ବୋଉକୁ କହିଲେ, ଆଜି ଟିକେ ରାତିରେ ଶୀଘ୍ର ରାନ୍ଧିଦେବ, ମୁଁ ଆରଗାଁକୁ ଯାତ୍ରା ଦେଖିବାକୁ ଯିବି। ବାପାଙ୍କ କହିବା ଅନୁଯାୟୀ ଶୀଘ୍ର ରୋଷେଇ ବି ହେଇଗଲା। ବାପା ଖାଇ ବାହାରିଲା ବେଳକୁ ମୁଁ ଜିଦ୍ଦି କଲି ତାଙ୍କ ସହ ଯିବା ପାଇଁ। ବୋଉ ମନା କରୁଥାଏ, ପିଲା ଲୋକ ରାତି ଅଧ ହେବ ଆସିଲା ବେଳକୁ କୋଉଠି କ'ଣ ଡରିବ, ତାକୁ ନିଅନି। ବୋଧହୁଏ ମୁଁ ସେତେବେଳେ 5ମ ଶ୍ରେଣୀରେ ପଢ଼ୁଥିଲି। ବୋଉ ଜିଦ୍ଦି କରିବାରୁ ବାପା ତାଙ୍କ ସାଙ୍ଗରେ ମୋତେ ନେବା ପାଇଁ ଠିକ୍ କଲେ। ସେତେବେଳେ ବାପାଙ୍କ ମୋଟର ସାଇକେଲ ଖରାପ ହେଇ ଗ୍ୟାରେଜରେ ଥାଏ। ତେଣୁକରି ଘରେ ଥିବା ସାଇକେଲରେ ଯିବା ପାଇଁ ଠିକ୍ ହେଲା। ସତ କଥା ହେଲା, ପିଲାବେଳେ ବାପା ଯୁଆଡ଼େ ଯାଆନ୍ତି ମୁଁ ସଦାବେଳେ ତାଙ୍କ ପଛରେ ଗୋଡ଼ାଏ। କିନ୍ତୁ ବୟସ ଆଉ ସମୟର ଚଳନୀରେ ସବୁ କିଛି ପରିବର୍ତ୍ତନ ହୋଇଯାଏ। ରାତି ପ୍ରାୟ 8:30 ହୋଇଥାଏ। ସାଇକେଲ ସାହାଯ୍ୟରେ ବାହାରିଲୁ। ବାପାଙ୍କ ସାଙ୍ଗମାନେ ବହୁତ ଆଗରୁ ଯାଇସାରିଥାନ୍ତି। ନିଛାଟିଆ ରାତିରେ ଅନ୍ଧାରର କଳା ଚାଦର ଘୋଡ଼ାଇ ହେଇଯାଇଥିବା ରାସ୍ତା ଗୁଡ଼ିକ ଭାରି ସୁନସାନ ଲାଗୁଥାଏ। ତା ସହିତ ବିଲୁଆମାନଙ୍କ ଚିତ୍କାରରେ ଭାରି ଡର ମାଡ଼ୁଥାଏ। ଆରଗାଁରେ ପହଞ୍ଚିଲା ବେଳକୁ ରାତି ପାଖାପାଖି 10ଟା ବାଜି ଯାଇଥାଏ। ସେଠି ଯାତ୍ରାରେ ବଜାର ବି ପଡ଼ିଥାଏ। ରସଗୋଲା ଓ ଜିଲାପିର ଆସର ଭାରି ଜମିଥାଏ। ଘରୁ ଖାଇକି ଯାଇଥିଲେ ବି ମୋର ମିଠା ଉପରେ ଭାରି ଦୁର୍ବଳତା। ବାପା ମୋ ମନ କଥା ଜାଣିପାରି ରସଗୋଲା ଷ୍ଟଲ୍ ପାଖକୁ ନେଇଗଲେ। ମୋର ଖୁସି କହିଲେ ନ ସରେ। ଦୋକାନ ସବୁ ବୁଲି ଦେଖିଲା ପରେ ଯାତ୍ରା ଦେଖିଲୁ। କୋଉ ଗଣନାଟ୍ୟର ଆୟୋଜନ କେଜାଣି, କିନ୍ତୁ ମୁଁ ବସି ବସି ବିରକ୍ତ ହୋଇଯାଉଥାଏ। ବାପାଙ୍କୁ କହିଲି ଘରକୁ ଯିବା ପାଇଁ, ହେଲେ ବାପା ଆଉ 10 ମିନିଟ୍ ରହ କହି ବସିଗଲେ। କିଛି ସମୟ ପରେ ମୁଁ ଢୋଳଉଥିଲି। ଏହା ଦେଖି ବାପା କହିଲେ ଚାଲ ଯିବା ବୋଲି କହିଲେ। ମୋତେ ଭାରି ଜୋରେ ନିଦ ଲାଗୁଥାଏ। ରାତି ବୋଧେ 12ଟା ପରେ ହେବ। ଫେରିଲା ବେଳକୁ କଣିତଳ ରାସ୍ତାଟା ଭାରି ଭୟଙ୍କର ଲାଗୁଥାଏ। ଗଲା ବେଳକୁ ସିନା ଲୋକବାକ ଟିକେ ଯିବା ଆସିବା କରୁଥିଲେ ଯେ ସାହସ କରି ଚାଲିଗଲୁ, କିନ୍ତୁ ଏବେ ପୁରା ନିଛାଟିଆ। କିଏ କୋଉଠି ବି ନାହାନ୍ତି। ରାତିର କାଳି ଜହ୍ନର ଆଲୁଅରେ ଧୀରେ ଧୀରେ ଆସିଲୁ। ଏଇ କଣି ତଳେ ଗାଁର ଲୋକଙ୍କ ଶବ ଆସି ପଡ଼ାହୁଏ। ଭାବିଲା ବେଳକୁ ଭାରି ଡର ଲାଗୁଥାଏ। ମୁଁ ହଠାତ୍ ରାସ୍ତାର ଡାହାଣ ପାଖକୁ ଅନେଇଲା ବେଳକୁ ଆଖିରୁ ପାଣି ବାହାରିଗଲା। କାହାର ଗୋଟେ ଜୁଇ ଏଯାଏ ବି ଦିକ୍ ଦିକ୍ ହେଇ ଜଳୁଥାଏ। ତଥାପି ବାପାଙ୍କୁ ମୋର ଡର ବିଷୟରେ କିଛି ନ କହି ଚୁପଚାପ ହେଇ ବସିଥାଏ ସାଇକେଲରେ। ବାପା ମୁଁ ଡରି ଚମକୁଥିବାର ଦେଖି ପଚାରିଲେ, ହେଲେ ମୁଁ କହିଲି ନା ନା ମୁଁ ଜମା ଡରୁନି। ଆଉ ଅଧଘଣ୍ଟା ଲାଗିବ ଘରେ ପହଞ୍ଚିବାକୁ। ଅଚାନକ ରାସ୍ତାର ଡାହାଣ ପଟରୁ କିଏ ରହିଯା ରହିଯା ବୋଲି ଚିତ୍କାର କରି ଡାକିଲା। ନିଶାଚର ମାନଙ୍କ ଶବ୍ଦରେ ପୁରା ମଶାଣୀ ରାସ୍ତାଟା ଭୟଙ୍କର ହୋଇ ଉଠୁଥାଏ। କିଏ ଡାକିବା ଶୁଣି ବାପା ରହିଗଲେ। ଧୀରେ ଧୀରେ ଅନ୍ଧାରର କୋଳାହଳ ଭିତରୁ ବାହାରି ଜଣେ କିଏ ଡେଙ୍ଗା ଛାଇ ଦୂରରୁ ନିରୀକ୍ଷଣ କଲା ଆଉ ପୁନର୍ବାର ଯୋଉ କିଆବଣ ଭିତରୁ ଆସିଥିଲା ସେଇ ଭିତରକୁ ଚାଲିଗଲା। ଏସବୁ ମୁଁ କିଛି ବୁଝିପାରୁନଥାଏ। କିଏ ସିଏ ଆଉ କାହିଁକି ଡାକିଲା କିଛି ନ କହି ପୁଣି ଚାଲିଗଲା ଇତ୍ୟାଦି ପ୍ରଶ୍ନ ମୋ ମୁଣ୍ଡ ଭିତରେ ଘାଣ୍ଟି ହେଉଥାଏ। ଘରକୁ ଆସିଲୁ ଆଉ ବୋଉ ଏସବୁ ଜାଣିବା ପରେ ମୋତେ ବହୁତ ଗାଳିଗଲା। କିଛି ଦିନ ପରେ ଜାଣିବାକୁ ପାଇଲି ଯେ ସେ ଆମ ଗାଁ ରଘୁଆ ସାହୁର ପୁଅ। ସେ କୁଆଡ଼େ 2 ବର୍ଷ ତଳେ ପାଗଳ ହୋଇ କୁଆଡ଼େ ପଳେଇଥିଲା ଆଉ ସେଇ କଣିତଳ ମଶାଣିରେ ରହୁଛି। ରାତିରେ ସେ ରାସ୍ତାରେ ଯାଉଥିବା ଲୋକଙ୍କୁ ଏମିତି ପାଟି କରି ଡାକୁଛି। ଏସବୁ ଶୁଣିଲା ପରେ ମୋ ମନରେ ଥିବା ସବୁ ଭୟ ପାଣି ପରି ମିଳେଇଗଲା।